ସଇଲା ନା ନାଇଁ ସେ ଏଇ ସାଙ୍ଗେ ସାଙ୍ଗେ ନେଇକି ଚାଲି ଆସିବ ମଟନ। ତୁ ସେତେବେଳେ ଛଡଉଛୁ ନା? ମଟନ ଖାଇବା ପାଇଁ ମରି ଯାଉଛି। ହଁ ବୋଉ ସଇଲାଣି, ଆଉ ଅଳ୍ପ ଦିଟା ଅଛି, ସାଙ୍ଗେ ସାଙ୍ଗେ ସରିଯିବ। ଏ ଘରେ ମୁଁ ଯେମିତି ଗୋଟେ ଚାକରାଣୀ ହେଇଗଲିଣି, କାମ କରି କରି ମୋ ଦିନ ଯାଉଛି। କେହି କେହି ଗୋଟେ ପଚାରୁନାହାନ୍ତି ଖାଇଲୁଣି କି ପିଇଲୁଣି, କିଛି ନାହିଁ। ଖାଲି ଏ କାମ କଲୁଣି, ସେ କାମ କଲୁଣି, ଏଟା ସଇଲା ନା ନାଇଁ, ସେଟା ସଇଲା ନା ନାଇଁ। ଏ ବୁଢୀ ଖଣ୍ଡକ ଇଚ୍ଛା ତ ହଉଛି ଏ ମସଲା ତାଟିଆ ନେଇକି ତା ମୁହଁରେ ଗଳେଇ ଦିଅନ୍ତି। କେତେ ମନ କରିଥିଲେ ମୁଁ ପୋଟଳ ଗୋଟା ଭାଜିକି ଖାଇବି ବୋଲି। 80 ଟଙ୍କା ଦେଇକି ଆଣିଥିଲି ମୁଁ ପୋଟଳ ଗୋଟା ଭାଜିକି ଖାଇବି ବୋଲି। ପୋଟଳକୁ ଛଡେଇ ସାରିଥିଲି, ସୋରିଷ ବି ବାଟି ସାରିଥିଲି, ସବୁ କାମ ସରିଥିଲା। ବୁଢୀ ଖଣ୍ଡକ ଆଇଲା, ପୋଟଳକୁ ଅନେଇଲା, ମତେ ଅନେଇଲା, ପୋଟଳ ଧରିକି ଦୌଡ଼ିଲା। କହିଲା କଣ ନା ଆଜି ବୁଧବାର ପୋଟଳ ହବନି, ଆଜି ମଟନ ହବ। ଆରେ ତମେ ମଟନ ଖାଅ, ତମକୁ କିଏ ମନା କରୁଛି? ତମକୁ କିଏ ମନା କରୁଛି? ତମେ ମଟନ ଖାଇବ ବୋଲି ମୁଁ କଣ ପୋଟଳ ଦିଟା ଖାଇବେନି? ଏଇ ବୁଢୀ କହିଲା ପୋଟଳ ଏখানে ଭାଜିଲେ କେତେ ତେଲ ଖର୍ଚ୍ଚ ହବ। ଏବେ ମଟନ ରୋଷେଇଟା କଲେ କଣ ତେଲ ଖର୍ଚ୍ଚ ହବନି? ସପ୍ତାହରେ ଯାହା ହେଇଯାଉ, ଯାହା ବି ହେଇଯାଉ, 4 ଥର ଆଇଁଷ ହବ ଘର ଭିତରେ, 4 ଥର। ଆଇଁଷ ପାଣି ଖାଇ ଖାଇ ମୋ ମୁଣ୍ଡ ବି ଖରାପ ହେଇଗଲାଣି। ବୁଢୀ ଖଣ୍ଡକ କୋଉଠି ସେ ପୋଟଳ ଦିଟାକୁ ରଖିଦେଲା, ଖୋଜି ଖୋଜି ମୁଁ ପାଉନି। କେଜାଣି କୋଉ ନଳି ସୁନ୍ଦର ନେଇକି ପୁରେଇ ଦେଲା। ବୁଢୀର ଦାନ୍ତ ନଥାଉ କିନ୍ତୁ ମଟନ ଖାଇବା ପରେ ପୁରା ମରି ଯାଉଛି। କାହାକୁ କଣ କହିବି, ମୋରି ତ ଫଟା କପାଳ, ମୋରି ଭାଗ୍ୟ ଏଇ ଘରଟା ଥିଲା। ବୋଉ, ଏ ବୋଉ, ଇଏ ଚାଲି ଆସିଲା ମରି ମରିକି। ଏ ବୋଉ, ତତେ ମୁଁ ସେତେବେଳେ ହେଠୁ ଡାକି ଡାକି ଗାଇଲିଣି, ତୋ କାନକୁ କଣ ଶୁଭୁନି? କଣ କହିଲୁ? ବୋଉ କଣ ପୁରା ରାଗିଗଲାଣି? ନାଇଁ ଲୋ ବୋଉ, ଏଇ ମୁଁ କହୁଥିଲି ମୁଁ ସେତେବେଳେ ତତେ ଡାକି ଡାକି ଆସୁଛି, ତୁ କାଇଁ ଜବାବ ଦଉନୁ? ମୁଁ କଣ ଏ ଘରର ବାରମାସୀ ଚାକର, ଯିଏ ଯେତେବେଳେ ଡାକିବ ମୁଁ ଖାଲି ଜବାବ ଦେବି? ତୋ ବାପା ଆସିକି ଡାକିବ ହେଇଟି ହେଇଟି, ତୋ ଜେଜେମା ଆସିକି କହିବ ହେଇଲୋ ଟୋକଳି, ହେଇଲୋ ଟୋକଳି, ତୁ ଆସିକି କହିବୁ ବୋଉଲ ବୋଉ। ସମସ୍ତଙ୍କ ଡାକକୁ ମୁଁ କାନରେ ଦେଇଥିବି, ମୁଁ ସମସ୍ତଙ୍କ ଡାକ ଶୁଣିବି। ନାଇଁ ଲୋ ବୋଉ, ରାଗିଲୁ ନା କଣ? ମୁଁ ଖାଲି ଏମିତି ଡାକୁଥିଲି ନା ଆଉ। ହଉ ହଉ ମୁଁ ଯାଉଛି। କଣ ପାଇଁ ଚିଲଉଥିଲୁ କହିକି ଯାଉନୁ? ନାଇଁ ଲୋ ବୋଉ, ସେ କିଛି ନୁହଁ, ତୁ ଯୋଉ ଭଳିଆ ରାଗିଛୁ ମୋର ବି କରିବା ପାଇଁ ଇଚ୍ଛା ହଉନି। ହଉ କହ, ତମେ ସବୁ ପିଲା ମତେ ରଗଉଛ ଆଉ ମୁଁ କହିବିନି? ଜେଜେମା, ମୁଁ ପୋଟଳ ଦିଟା ଖାଇବି ବୋଲି ତାକୁ ଉଠେଇକି କୁଆଡେ ନେଇଗଲା, ମୁଁ ତାକୁ ଘର ସାରା ଖୋଜି ଖୋଜିକି ପାଉନି। ତ ଜେଜେମା ଖାଲି କହୁଛି ମଟନ ଖାଇବ, ଆଉ ସେ ପୋଟଳ କିଛି ଖାଇବନି। ମୁଁ ଖାଲି ଘରର ସମସ୍ତଙ୍କ କଥା ବୁଝିବି, ଆଉ କେହି ମୋ କଥା ବୁଝିବେନି। ଆଉ ମତେ ରାଗ ଲାଗିବନି? ହଉ ଛାଡେ, ତୁ କଣ କହୁଥିଲୁ କହ? ନାଇଁ ଲୋ ବୋଉ, କିଛି ନୁହଁ। ହଉ ତୁ କାମ କର, ମୁଁ ଯାଉଛି। କଣ ପାଇଁ ଆସିଥିଲୁ ସେଟା କହୁନୁ? ମାନେ ମୁଁ କଣ କହୁଥିଲି କି? ମୁଁ କହୁଥିଲି ଯେ ବାପା ମଟନ ଆଣିଲେ ନା ନାଇଁ? ଏ ଚୁଲି ପାଖରୁ କାଠ ଫାଇଆଟା ଆଣିଲୁ। ଗୋଟେ ବୁଢୀ ମୋ ମୁଣ୍ଡ ଖରାପ କରିକି ରଖିଛି, ଇଏ ଗୋଟେ ଚାଲି ଆସିଲେ ମୋ ମୁଣ୍ଡ ଖାଇବା ପାଇଁ। ଏ ଘରଟା ଭିତରେ ସବୁ ସମାନ, ସବୁ ସମାନ। ଛୁଆ ଖଣ୍ଡା ବି ଆସିକି ମତେ କହୁଛି ମଟନ ଆସିଲାନି ନା ନାଇଁ। ବୁଢୀ ଖଣ୍ଡା ବି ସମସ୍ତଙ୍କୁ ଆଇଁଷ ପାଣି ଖୁଆଇ ଖୁଆଇ ଅଭ୍ୟାସ କରିଦେଲାଣି। କଳ ଦାନ୍ତ ତ ସବୁ ଗଲାଣି, ଗୋଟେ ହେଲେ ବି ନାହିଁ। ଆଗରେ ଦିଟା ଦାନ୍ତ ଅଛି, ଆଉ 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 କରି ଖାଉଥିବ। ଛି, ଏ ଘରଟା ଭିତରେ ଆଉ ରହି ହବନି। ଖାଇବି ମଟନ ଆଜି। ଆରେ ଖାଇବି ମଟନ ଆଜି। ଜେଜେମା ଲୋ, କଣ ହେଲା ବେଟକା? ବାପା ମଟନ ଆଣିଲେ ନା ନାଇଁ? ଯାଇଛି ମଟନ ଆଣିବା ପାଇଁ। ଖାଇବି ମଟନ ଆଜି। ଖାଇବା ମଟନ ଆଜି। ହେଇଲୋ ଜେଜେମା, ବାପା ଆଇଲେଣି। ଆବେ ଖାଲି ହାତରେ ଆସିଛୁ, ମଟନ କାଇଁ? ମୁଁ ଗଲା ବେଳକୁ ଦୋକାନରେ ମଟନ ସବୁ ସରିଗଲାଣି। କଣ? ବଡା ମୁଆ, ତତେ ମୁଁ ସେତେବେଳୁ କହୁଥିଲି ନା ଯାଇକି ମଟନ ଆଣିବା ପାଇଁ। ମୁଁ କଣ କରିବି? ତୁ ଯେତେବେଳେ କହିଲୁ ମୁଁ ସେତେବେଳେ ଗଲି, ଦେଖିଲା ବେଳକୁ ମଟନ ସରିଯାଇଛି। ଆଉ ମୁଁ କଣ କରିବି? ଆଜି ଜାଣିନଥିଲୁ ବୁଧବାର ବୋଲି? ସକାଳୁ ଯାଇକି ଆଣିଲୁନି? ସକାଳୁ ଯାଇକି ଆଣିଲୁନି?
ସକାଳୁ ମୁଁ ଯାଇଥିଲି ପରିବା ଦୋକାନକୁ ଆଣିବା ପାଇଁ ପରିବା। ପରିବା କଥା ଶୁଣିକି ମୋ ମୁଣ୍ଡ ଆଗୁଛି କାମ କଲାନି। ସେଇ ପୋଟଳ ଧରିକି ଦିଟା ପଳେଇ ଆଇଲି। ଏବେ ସେଇ ପୋଟଳ ତରକାରୀ ଦିଟା ରାନ୍ଧିଦିଅ, ସେଇଆକୁ ଖାଇବା। ଆଜି ଭଳି ବୁଧବାରରେ ମୁଁ ପୋଟଳ ଖାଇବି। ମୁଁ ଯେମିତି ହଉ ଆଜି ମଟନ ଖାଇବି। କହିଲା ପୋଟଳ ଖାଇଦେ, ପୋଟଳ ମାଇ ଫୁଟ୍। ଆଉ ପୋଟଳ ଖାଇବନି କଣ ଖାଇବ? ସେ ପୋଟଳ ଆଣିଛି, ଆଉ କିଛି ଆଣିନାହିଁ। ମୁଁ କେତେ ମନ କରିଥିଲି ମୁଁ ମଟନ ଖାଇବି ବୋଲି, କହିଲା ପୋଟଳ ଖାଇଦେ। ଇଚ୍ଛା ତ ହଉଛି ତ ମୁହଁକୁ ମାରିକି ଥବଡ଼ା ପୁରା ଉଳେଇ ଦିଅନ୍ତି। ଇଏ ଶୁଣ, ମଟନ ଖାଇପାରିଲେନି ବୋଲି ମୋ ମୁହଁକୁ ମାରିକି ଥବଡ଼ା ଉଳେଇ ଦେବେ? ଠିଆ ଠିଆ ହେଇକି ଭାବୁଛୁ କଣ? ମୁଁ କିଛି ଜାଣିନି। ଆଜି ଯେମିତି ହଉ ମୁଁ ମଟନ ଖାଇବି। ମୁଁ ମଟନ ଖାଇବି ବୋଲି ମନ କରିଛି, ମାନେ ମୁଁ ଖାଇବି। କହୁଛି ବା ମୁଁ ମଟନ ଫଟନ ଦୋକାନରେ ଆଉ କିଛି ନାହିଁ, ସବୁ ସରିଗଲାଣି। ଗୋଟେ ଦିନ ମଟନ ନ ଖାଇଲେ କଣ ଚଳିବନି? ଆଉ ଦେଖୁଛୁ ପରିବା ରେଟ୍ ବି ବଢିଗଲାଣି କେତେ। ମଟନ ପୋଟଳ ସହିତ ସମାନ ହେଇଗଲାଣି। ଆଚ୍ଛା, ସମାନ ହେଇଗଲାଣି ନାଇଁ? ଅଧିକ କଥା ନ କହିକି ତ ମାଇପକୁ ଯାହା କହିବୁ ମସଲା ପୁରା ରେଡି କରିକି ରଖିଥିବ ସବୁ। ମୁଁ ଯାଉଛି ମଟନ ଆଣିବା ପାଇଁ। ତୁ ଏବେ ଯାଇକି କୋଉଠୁ ଆଣିବୁ? ଯୋଉଠୁ ହେଲେ ବି ଆଣିବି, ହେଲେ ମୁଁ ଆଜି ମଟନ ହିଁ ଖାଇବି। ବୋଉ ବି ଗୋଟେ ଦିନ ମଟନ ନ ଖାଇଲେ ହବନି? ଏଇଠି ଶୁଭୁଛି? ଆରେ ଶୁଭୁଛି ନା ନାହିଁ? ଏଇ ଆଉ ଗୋଟେ ଚାଲିଲା ମରି ମରିକା। ହେଇ ସେତେବେଳେ ଡାକୁଛି, ତମ କାନକୁ ଶୁଭୁନି ନା କଣ? ନା ମତେ ଶୁଭୁନି, ମାଇକି ଆଣିକି ଡାକିଲନି। ଅଭାଜ କଥା ଗୁଡା କୁହନି। ବୋଉ କହିଲା ମସଲା ଫସଲା ସବୁ ବାଟିକି ରଖ, ବୋଉ ଆସିଲେ ମଟନ ରାନ୍ଧିବ। କାଇଁ ତମ ବୋଉ କୁଆଡେ ଗଲେ କି? ତମେ ବା ଯାଇଥିଲ ମଟନ ଆଣିବା ପାଇଁ, ଆଣିଲନି କି? ସେ ଦୋକାନରେ ଆଉ ମଟନ ନାହିଁ, ସବୁ ସରିଗଲାଣି। ବୋଉ କହିଲା ମୁଁ ଆଜି ଯେମିତି ହେଲେ ମଟନ ଖାଇବି। ସେ ଯାଇଛି ଆଣିବା ପାଇଁ କୋଉଠି। ତମ ବୋଉ ମଟନ ଖାଇବା ପାଇଁ ପୁରା ମରି ଯାଉଛନ୍ତି। ତମେ ତମର ମଟନ ଖାଅ, ମୁଁ ଖାଇବିନି ସେ ମଟନ ଫଟନ। ମୋ ପାଇଁ ଯାଅ ପୋଟଳ ଆଣିବ, ମୁଁ ପୋଟଳ ଗୋଟା କରିକି ଭାଜିକି ଖାଇବି। ହଁ, ପଇସା ଗୁଡାକ ମୋ ପାଖରେ ଯେମିତି ଗଦା ହେଇଛି ଆଉ। ତମକୁ ବା ସକାଳେ ପୋଟଳ ଦେଇକି ଗଲି କିଲେ, ପୁଣି କଣ ପୋଟଳ? ଜାଣିପାରୁନ ବୋଧେ ପୋଟଳ ରେଟ୍ କଣ ହେଲାଣି। ତମେ ତ ମତେ ପୋଟଳ ଦେଇ ଗଲ ଖାଇବା ପାଇଁ, ଆଉ ତମ ବୋଉ କୁଆଡେ ନେଇଗଲେ ନରସିଂହର ବୁଲିବା ପାଇଁ? ସିଏ କାହିଁକି ପୋଟଳ ନବ? ଆଉ ସିଏ ମଟନ ଖାଇବ କହୁଛି, ଆଉ ପୋଟଳ ନେଇ କଣ କରିବ? ସେଇ କଥାଟା ମୁଁ ବୁଝିପାରୁନି, ତମ ବୋଉ ପୋଟଳଟା ନେଇକି କୁଆଡେ ରଖିଦେଲେ? ସେଇ କଥାଟା ବା ମୁଁ ତମକୁ କହୁଛି। ତମ ବୋଉ କହିଲେ ପୋଟଳ ଖାଇବେନି, ମଟନ ଖାଇବେ। ମଟନ ରନ୍ଧା ହବ, ପୁଣି ପୋଟଳ ଗୋଟା ଭାଜିଲେ କାଳେ ତେଲ ଖର୍ଚ୍ଚ ହେଇଯିବ, ଆଉ ମଟନଟା ବୋଧେ ଖାଲି ପାଣିରେ ରୋଷେଇ କରିଦେବେ। ଏ ଘରଟା ଭିତରେ ମଣିଷ ତ ଟିକେ ଶାନ୍ତିରେ ରହିପାରିବନି, ଗଣ୍ଡେ ଶାନ୍ତିରେ ଖାଇ ବି ପାରିବନି। ଏଇ ମଟନ ଆସିଗଲା। ଆଲୁ ଆଲୁ, ଏ ବୁଢୀ ଛେଳିଟା କୋଉଠି ନେଇ ଚାଲି ଆସିଲା? ଏ ବୁଢୀ ମଟନ ଖାଇବ ବୋଲି ଯେ କୌଣସି ସ୍ତରକୁ ପଳେଇ ଯିବ।